ଭଗବାନ ବୁଦ୍ଧଦେବଙ୍କର ଜଣେ ଶିଷ୍ୟ ଦିନେ ବୁଦ୍ଧଦେବଙ୍କ ଚରଣରେ ପ୍ରଣାମ କରି ହାତ ଯୋଡ଼ି ଛିଡ଼ା ହୋଇ ରହିଲେ। ଭଗବାନ ବୁଦ୍ଧ ତାଙ୍କୁ ପଚାରିଲେ, ତୁମେ କ'ଣ ଚାହୁଁଛ? ଶିଷ୍ୟ, ଯଦି ଭଗବାନ ଆଜ୍ଞା ଦେବେ ତାହେଲେ ମୁଁ ଦେଶ ଭ୍ରମଣରେ ଯାଆନ୍ତି। ଭଗବାନ, ଦୁନିଆରେ ଭଲ ଓ ମନ୍ଦ ସବୁ ପ୍ରକାର ଲୋକ ଅଛନ୍ତି। ଖରାପ ଲୋକେ ତୁମକୁ ନିନ୍ଦା କରିବେ ଓ ଗାଳି ଦେବେ, ସେତେବେଳେ ତୁମକୁ କେମିତି ଲାଗିବ? ଶିଷ୍ୟ, ମୁଁ ଜାଣିବି ଯେ ସେମାନେ ବହୁତ ଭଲ ଲୋକ, କାହିଁକି ନା ସେମାନେ ମୋ ଉପରକୁ ଧୂଳି ଫୋପାଡ଼ି ନାହାନ୍ତି କି ମୋତେ ଚାପୁଡ଼ା ମାରି ନାହାନ୍ତି। ଭଗବାନ, ସେମାନଙ୍କ ମଧ୍ୟରୁ କେତେକ ଧୂଳି ବି ଫୋପାଡ଼ି ପାରନ୍ତି ଏବଂ ଚାପୁଡ଼ା ମଧ୍ୟ ମାରିପାରନ୍ତି। ଶିଷ୍ୟ, ମୁଁ ସେମାନଙ୍କୁ ମଧ୍ୟ ଭଲ ମନେ କରିବି, କାରଣ ସେମାନେ ତ ମୋତେ ବାଡ଼ିରେ ବାଡ଼ଉ ନାହାନ୍ତି। ଭଗବାନ, ବାଡ଼େଇବା ଲୋକ ମଧ୍ୟ 5-10 ଜଣ ମିଳିପାରନ୍ତି। ଶିଷ୍ୟ, ସେମାନେ ଯେହେତୁ ମୋତେ ଅସ୍ତ୍ରାଘାତ କରୁନାହାନ୍ତି, ତେଣୁ ସେମାନଙ୍କୁ ମୁଁ ଭଲ ବୋଲି ଜାଣିବି। ଭଗବାନ, ଦେଶ ବହୁତ ବଡ଼, ଜଙ୍ଗଲରେ ଠକ ଓ ଡାକୁ ରହନ୍ତି। ସେମାନେ ତୁମକୁ ଅସ୍ତ୍ର ଦ୍ୱାରା ଆଘାତ ମଧ୍ୟ କରିପାରନ୍ତି। ଶିଷ୍ୟ, ସେହି ଡାକୁମାନଙ୍କୁ ମଧ୍ୟ ଦୟାଳୁ ଭାବିବି, କାହିଁକି ନା ସେମାନେ ତ ମୋତେ ଜୀବିତ ଛାଡ଼ିଦେଲେ। ଭଗବାନ, ସେମାନେ ଜୀବିତ ଛାଡ଼ିଦେବେ ବୋଲି କେମିତି ଜାଣିଲ? ସେମାନେ ତୁମକୁ ମାରି ବି ଦେଇପାରନ୍ତି। ଶିଷ୍ୟ, ଏ ସଂସାର ହେଉଛି ଦୁଃଖ ସ୍ୱରୂପ। ଏଠାରେ ବେଶୀ ଦିନ ରହିଲେ କେବଳ ଦୁଃଖ ହିଁ ମିଳେ। ଅନ୍ୟ ପକ୍ଷରେ ଆତ୍ମହତ୍ୟା କରିବା ମହାପାପ, କିନ୍ତୁ ଯଦି ଅନ୍ୟ କେହି ମାରିଦେଲା ତେବେ ଏହା ତ ତାହାର ଦୟା। ଶିଷ୍ୟର କଥା ଶୁଣି ଭଗବାନ ବୁଦ୍ଧ ବହୁତ ଖୁସି ହେଲେ ଏବଂ କହିଲେ, ଏବେ ତୁମେ ପର୍ଯ୍ୟଟନ କରିବାକୁ ଯୋଗ୍ୟ ହୋଇସାରିଛ। ଯିଏ କେବେ କୌଣସି ଅବସ୍ଥାରେ କାହାକୁ ଖରାପ କହେ ନାହିଁ, ସେ ହେଉଛି ପ୍ରକୃତ ସାଧୁ। ଯିଏ ଅନ୍ୟମାନଙ୍କର ଦୋଷ ଦେଖେ ନାହିଁ ଓ ସମସ୍ତଙ୍କୁ ଭଲ ମନେ କରେ, ସେ ହିଁ ପରିବ୍ରାଜକ ହେବାର ଯୋଗ୍ୟ। ଅନ୍ୟମାନଙ୍କୁ ଖରାପ ବୁଝିବା ଏବଂ ଅନ୍ୟମାନଙ୍କର ଦୋଷକୁ ବଖାଣିବା ବହୁତ ବଡ଼ ଦୋଷ। ଏ ଦୋଷରୁ ସମସ୍ତେ ଦୂରେଇ ରହିବା ଉଚିତ।